ସେଇଟା କାହା ଭିତରେ ଲড়େ ନାହିଁ କଂଗ୍ରେସ ସେଠି ଜିତିବ। ଯଦି ଭୋଟ ଚୋରି ନ ହବ ତାହେଲେ କଂଗ୍ରେସ ଜିତିବାଟା ନିଶ୍ଚିତ। ଭୋଟ ଚୋରି ହେଲେ କହିପାରିବନି। ଭୋଟ ଚୋରି ହଉ କାହିଁ ଭାବୁଛି କଂଗ୍ରେସ? ଆରେ ଚାରିଆଡେ ଭୋଟ ଚୋରି ଚାଲିଛି ଆଉ ସେଇଟା ଚୋରି ହେବନି ବୋଲି ମାନେ କଣ? ଆମେ ବୁଥ ଜଗିବୁ ସବୁ କିଛି ହବ କିନ୍ତୁ ଭୋଟ ଚୋରି ସେ କିଏ କଣ କହିବ? ଭିତରେ ତ ତାଙ୍କର ଭୋଟ ଚୋରି ହଉଛି ନା, ଭିତରେ ଭୋଟ ଚୋରି ହଉଛି। ଯୋଉ ପେଢି ଆସୁଛି ଇଭିଏମ ପେଢି ତା ଭିତରେ ସେଟିଂ ହେଇକିରି ଭୋଟ ଚୋରି ହଉଛି। କିନ୍ତୁ ଘାସିରାମ ମାଝୀ ପାଖା 50,000 ରୁ ଅଧିକ ଭୋଟ ସ୍ୱାଧୀନତାରେ ପାଇଥିଲେ। କଂଗ୍ରେସର ସେଇଟା କ୍ୟାଣ୍ଡିଡେଟ୍ 15,000 ପାଇଥିଲେ। 65,000 70,000 ଭୋଟ ଆମ ହାତରେ ଅଛି ଆଉ ଆମେ ଜିତିବୁ ବୋଲି ଆଶା ପ୍ରକଟ କରୁଛୁ। ଆଉ ସେ ନବୀନ ବାବୁ ଯାଆନ୍ତୁ, ଏ ତ ମୁଖ୍ୟମନ୍ତ୍ରୀ ଯାଇକିରି ଆଇଲେଣି, ଆହୁରି 10 ଥର ଯିବେ। ଯେତେ ମନ୍ତ୍ରୀ ମଣ୍ଡଳ ସବୁ ସେଠି ପଡ଼ିକି ରହିବେ। ରୁହନ୍ତୁ, ମଝିରେ ଆମେ ବାଜି ମାରିବୁ। ଗଲା କ୍ୟାଣ୍ଡିଡେଟ୍ ଯିଏ ଆମର ଯିଏ ବର୍ତ୍ତମାନର କ୍ୟାଣ୍ଡିଡେଟ୍ ସେ ଇଣ୍ଡିପେଣ୍ଡେଣ୍ଟ ଛିଡ଼ା ହେଇଥିଲେ। ସେ କଂଗ୍ରେସର ଲୋକ, କଂଗ୍ରେସ ଟିକେଟ୍ ଦେଇନଥିଲା ତାଙ୍କୁ। ନ ଦେବାରୁ ସେ ରାଗିକିରି ଇଣ୍ଡିପେଣ୍ଡେଣ୍ଟ ଅଭିମାନରେ ଇଣ୍ଡିପେଣ୍ଡେଣ୍ଟ ଛିଡ଼ା ହେଇକିରି 50,000 ଉପରେ ଭୋଟ ପାଇଥିଲେ। ସେ 50 ଇଏ 15 65,000 ଭୋଟ। এইঠে নবীন বাবু যাଆନ୍ତୁ କି মুখ্যমন্ত্রী তো যাইকিରି 2 ଥର ଯାଇକିରି ଆସିଲେଣି, ଆହୁରି 10 ଥର ଯାଆନ୍ତୁ। ବିଜେପି ସେଇଟା ଜିତିବାର ପ୍ରଶ୍ନ ଉଠୁନି। କଂଗ୍ରେସ ଭକ୍ତଚରଣ ଦାସ ତାଙ୍କ ନିଜ ନିର୍ବାଚନ ମିଳେ ଏମପି କନଷ୍ଟିଚ୍ୟୁଏନ୍ସି ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ସେ ସବୁବେଳେ ସେଇଠି ଜିତନ୍ତି। ଭକ୍ତଚରଣ ଦାସଙ୍କର ଅବିଭକ୍ତ କଳାହାଣ୍ଡିରେ ଦବଦବା ରହିଛି। ନିଶ୍ଚିତ ଭାବରେ ଆମେ ସେଇଠି ଜିତିବୁ। ତାଙ୍କେ ବର୍ତ୍ତମାନ ବିଜେପି ବିଜେଡି ବାଡ଼ିଆ ବାଡ଼ି ହଉଛନ୍ତି କାହାକୁ ଟିକେଟ ଦେବେ। ଆରେ ଚାରିଆଡେ ଭୋଟ ଚୋରି ଚାଲିଛି ଆଉ ତମେ ଜାଣୁନା? ଭୋଟ ଚୋରି ପାଇଁ ପ୍ରମାଣିତ ହେଇଛି ଭୋଟ ଚୋରି ହେଇଛି। ଇଭିଏମ ପେଢି କଥା କହିଲି, ସେ ପେଢି ଭିତରେ କଣ ସେଟିଂ କରିଛି କହିହବନି। ଆମେ ସିନା ବୁଥ ଜଗିବୁ, ଇଭିଏମ ପେଢି ଭିତରେ କଣ ସେଟିଂ ହେଇଥିବ ସେଇଟା କଣ ଜଗିବୁ?